ହାଇ ହ୍ୟାଲୋ ଆସନ୍ତୁ ଆସନ୍ତୁ ଦେଖିବା। ଏଠି ଆମର ଜଣେ ବାବା ରହୁଛନ୍ତି। ସ୍ଥାନଟିର ନାଁ ହେଲା କାଞ୍ଜିଆମ୍ବ। ଏଠି ଅନେକ ଗୁମ୍ଫା ଅଛି। ଆସନ୍ତୁ ସମସ୍ତେ ଦେଖିବା। ଆଉ ଏଇ ଯେ ପଟିକି ଟିକେ ଅନନ୍ତୁ। ଏଇ ଜାଗାଟିରେ ଅନେକ ଲୋକ ଅଛନ୍ତି। ଏଇ ଗୁମ୍ଫା ଭିତରକୁ ଯାଇଛନ୍ତି ଦେଖିବା ପାଇଁ। ଆମେ ଜାଣିବା। ଆଉ ଏଇ ଜାଗାଟି ବହୁତ ସୁନ୍ଦର ଲାଗୁଛି। କିନ୍ତୁ ଆପଣମାନଙ୍କ ପାଇଁ ଭିଡ଼ିଓ ନେଇ ଆସିଛି। ଦେଖନ୍ତୁ ଇଏ ଯେ ଆମର ଏପଟେ ଏବେ ମୁଁ ଚାଲିଲି ଆଗକୁ ବଢ଼ିଲି। ଆଗକୁ ବଢ଼ିଲା ପରେ ତାଙ୍କ ସହ କିଛି କିଛି ଭିଡ଼ିଓ ବନେଇବି। ଆଉ ଏଇ ଭିତରକୁ ଯାଉଛି। ବହୁତ ଅସୁବିଧା। ଦେଖନ୍ତୁ ପ୍ରଥମ ଗୁମ୍ଫାରେ ମୁଁ ଏବେ ଉପସ୍ଥିତ ହେଉଛି। ପ୍ରଥମ ଗୁମ୍ଫାଟି ଦେଖ କେଡ଼େ ଭିତରକୁ ଅଛି। ଏଇଥିରେ ନଇକି ଯିବା ଭାରି କଷ୍ଟ ହେଉଛି। ଏଇ ଗୁମ୍ଫାକୁ ଦେଖନ୍ତୁ। ଆଉ କ'ଣ କରିବା। ଚାଲିଛି ଆଉ ଧୀରେ ଧୀରେ ଯାଉଛି ଧୀରେ ଧୀରେ। ତାପରେ ଆପଣମାନେ ଦେଖନ୍ତୁ ଏ ଯେଉଁ ଗୁମ୍ଫା ଏଇଟି ଭିତରେ ଭାଲୁ ରୁହେ। ଅନେକ ଭାଲୁ ରହନ୍ତି। ଏ ଭିତରେ ଜଣେ ବାବା ଅଛନ୍ତି। ମୁଁ ଏଇ ଗୁମ୍ଫା ଟିକେ ଯାଉଛି। ଏଇ ଦେଖନ୍ତୁ ଏ ଗୁମ୍ଫା କେଡ଼େ ସୁନ୍ଦର ଲାଗୁଛି। ଆପଣ ଏଇ ଜାଗାକୁ ଆସିଲେ ନିଶ୍ଚିନ୍ତ ଯିବାକୁ ଇଚ୍ଛା ହେବନି। ଆଉ ଦେଖନ୍ତୁ ଏ ଭିତରେ ବୋଲବମ୍ ଭକ୍ତମାନେ ବହୁତ ଗୁଡ଼ାଏ ପଶିଛନ୍ତି ଦେଖିବା ପାଇଁ। ଏଇ ଭିତରେ ଆଉ ଏବେ ମୁଁ ଏ ଭିତରକୁ ଦେଖିବା ପାଇଁ ଚେଷ୍ଟା କରିବି। ଟିକେ ଭିତରକୁ ଯିବି। ଆପଣଙ୍କୁ ଭିଡ଼ିଓ ଦେଖେଇବି। ଆଉ ଆଜି ବୋଲବମ୍ ଭକ୍ତମାନେ ଏବେ ଆସିଲେ। ସେ ମୋତେ କହୁଛନ୍ତି ଭିତରକୁ ଆସ, ଫଟୋ କର। ଏଇ ଭିତରେ ଅନେକ ବାଦୁଡ଼ି ରହନ୍ତି। ବାଦୁଡ଼ି ଏବେ ଆଜି କାହିଁ ନାହାନ୍ତି। ଏଠି ଅନେକ ବାଦୁଡ଼ି, ପ୍ରବଳ ବାଦୁଡ଼ି ଏ ଭିତରେ ରୁହନ୍ତି। ଆପଣ ଏଇ ଗୁମ୍ଫା ଭିତରକୁ ଆସିଲେ କେବେ ଘରକୁ ଫେରିବା ପାଇଁ ଇଚ୍ଛା ଲାଗିବନି। ଦେଖନ୍ତୁ ଏଇ ପଥର ତଳେ ପଥର। ୟା ତଳେ ମାନେ ଏମିତି ଜିନିଷ ଅଛି ଦେଖିବା ପାଇଁ ନୂଆ ଦେଖିବାକୁ ମିଳୁଛି। ଦେଖନ୍ତୁ ପାହାଡ଼ ମାନେ ଏମିତି ପଥର କଟିଛି ମାନେ ଏଇ ଜଣକ ପିଲା ନାଁ ହେଉଛି ବବୁଲୁ। ଇଏ ଭାଇ ଦେଖିବାକୁ ବାଲିନାଳିରୁ ସେ ଆସିଛନ୍ତି। ଇଏ ପିଲାଟି ବି ହେବେ ଆଙ୍କ ନାଁ ଚିନ୍ମୟ। ଆଗରେ ଅର୍ଜୁନ। ଏଇଟା ସୁଭାଷ ଭାଇ। ଏମିତି ଭାଇମାନେ ଆସିଛନ୍ତି ଦେଖିବା ପାଇଁ। ଆଉ ଏଇ ଯେଉଁ ଫିଲ୍ଡଟି ଦେଖାଯାଉଛି ବହୁତ ସୁନ୍ଦର ଲାଗୁଛି। ଏବେ ମୁଁ ଆଗକୁ ଯିବି। ଗୋଟେ ଭଲ ବରଗଛ ଅଛି। ଏଇଭଳି ନୂଆ ଗୁମ୍ଫା ଦେଖେଇବି। ଏବେ ଆପଣ ଦେଖନ୍ତୁ। ଫାଷ୍ଟରୁ ଲାଷ୍ଟ ଯାଏ ଭିଡ଼ିଓ ଟିକେ ଦେଖିବେ। ଦେଖନ୍ତୁ କେଡ଼େ ବଡ଼ ଗୁମ୍ଫା ଅଛି। ଏଠି ବୋଲବମ୍ କାଉଡ଼ିଆ ଭାଇମାନେ ଯାଉଛନ୍ତି। ମୁଁ ତାଙ୍କ ପଛରେ ଯାଉଛି। ଏଠି ଯିବା ପାଇଁ ଟିକେ ସମୟ ଲାଗୁଛି। ଆଉ ଆପଣମାନେ ସାଙ୍ଗମାନଙ୍କୁ ବି ସେୟାର କରିବେ ନିହାତି। ଏମିତି ନୂଆ ଜିନିଷ ଦେଖିବା ପାଇଁ। ଆଉ ସବସ୍କ୍ରାଇବ୍ କରିବେ। ଫଲୋ ବି ଆପଣ କରିବେ ଇନଷ୍ଟାରେ। ଏଇ ଯେଉଁ ବରଗଛକୁ ଆଗେ ଆପଣଙ୍କୁ କହୁଥିଲି ବରଗଛ ପାହାକୁ ଯିବା ପାଇଁ। ଏଇଠି ହେଉଛି ବରଗଛ। ଗୋଟେ ଭଲ ବରଗଛଟିଏ ହେଇଛି। ତାର ଓହଳ ଗୁଡ଼ାକର ସବୁ ମାଡ଼ି ଆସିଛି। ସେଇଠି ଗୋଟେ ବଡ଼ ଏମିତି ଗୁମ୍ଫା ଅଛି। 400ରୁ 300 ମିଟର ଭିତରେ ବଡ଼ ଗୁମ୍ଫାଟେ ଅଛି। ଏଇ ଭିତରକୁ ଦେଖନ୍ତୁ। ମୁଁ ଏବେ ଯାଉଛି ସେ ଭିତରକୁ ଯିବି।
ଦେଖ ଆଉ ସେ ଯାଉଛନ୍ତି ଏଇଠି ସିନେରୀ ଫଟୋ ଉଠାଇବା ପାଇଁ ଭଲ ଲାଗୁଛି। ଏଇ ଗୁମ୍ଫାରେ ଏମିତି ଦେଖିବା ପାଇଁ ଆକର୍ଷଣୀୟ ଅଛି, ଆଖି କିଣି ନେବ। ପିକନିକ୍ ପାଇଁ ଜାଗା, ଏଠି ଆମିଷ ହେଇପାରିବନି। ଦେଖନ୍ତୁ ଏବେ ଭିତରକୁ ମୁଁ ପଶିଲି, ଏବେ ଭୟ ଲାଗୁଛି ଏ ଗୁମ୍ଫା ଗୁଡ଼ାକ ଭିତରକୁ ପଶିବା ପାଇଁ। ଆଉ କ'ଣ କରିବି, ବହୁତ ଗୁଡ଼େ ଦେଖିବା ପାଇଁ ଚେଷ୍ଟା କରୁଛି। ଆଉ ଏଇ ଭିତରେ ଦେଖନ୍ତୁ କାଉଡ଼ିଆ ଭାଇମାନେ ଅଛନ୍ତି, ଏଇଠି ଅଛନ୍ତି। ଦେଖନ୍ତୁ ଏଇ ଗଳି ଭିତରକୁ ଯିବା। ଏଇଠି ଭାଲୁ ଆଗେ ରହୁଥିଲେ, ଭାଲୁ। ଏବେ ବାବା ଜଣେ ରହିବାର ଭାଲୁ ରହୁନାହାନ୍ତି। ପଥର ଗୁଡ଼ାକ ଦେଖ କେମିତି ଭଲ ଭାବରେ ଅଛି। ଏଠି ପାଣି ବି ଝରୁଛି। ଦେଖନ୍ତୁ ଏପଟିକି ରହିଛି। ଏଠି ପ୍ରାୟ 500 ମିଟର ଭିତରେ ତାର ଏରିଆଟି ସାର୍କୁଲେସନ୍ ହେଇଛି। ଗୋଟେ ଯେମିତି ଷ୍ଟାଡ଼ିୟମ୍, କ୍ରିକେଟ୍ ଷ୍ଟାଡ଼ିୟମ୍ ଭଳିଆ। ଏଇ ଭିତରେ ଦେଖନ୍ତୁ ଗୋଟେ ଯେମିତି ଚକ୍ ଚକ୍ କରୁଛି, ଗୋଟେ ଆକର୍ଷଣୀୟ ଭଳିଆ ଲାଗୁଛି। ୟାକୁ ଟିକେ ଦେଖନ୍ତୁ, ଏ ପଥର କେମିତି କଟିଂ ହେଇକି ରହିଛି। ଇଏ ଦେଖନ୍ତୁ କଟିଂ ହେଇଛି। ଏଠି ଉପରକୁ ଦେଖନ୍ତୁ ପଥର, ମାନେ ଯେମିତି ଏଇ ଜାଗାଟି ମନ ଛୁଆଁ ଭଳିଆ ଲାଗୁଛି। ଆଉ କ'ଣ କରିବା, ଦେଖନ୍ତୁ ଏଠି ଏପଟିକି ଦେଖନ୍ତୁ ପୁରା ସିନେରୀ ଲାଗୁଛି। ହେଇ ଆଗ ସାମ୍ନାରେ ବି ହେଇଭଳିଆ ଗୁମ୍ଫା ଅଛି। ଆଉ ବାବା ବି ରହୁଛନ୍ତି। ଆଉ ଏବେ ପୁଣି ଆଗକୁ ମୁଁ ଯାଉଛି। ଦେଖନ୍ତୁ ଏଇ ଯେଉଁ କହୁଥିଲି ଆପଣଙ୍କୁ, ବରଗଛ ତା ମୂଳକୁ ହିଁ ଯାଉଛି। ଏବେ ସେ ମୂଳକୁ ଗଲେ ଭାଇନା ମୋତେ କହିଲେଣି, ନାଇଁ ସେ ଭିତରକୁ ଯାଅ। ସେମାନେ କାହିଁ ଡରିକି ପଶୁନାହାନ୍ତି, ଆଉ ମୁଁ କେମିତି ପଶିବି। ଯାଉଛି ଏବେ ସେ ସାମ୍ନାକୁ ଯାଉଛି। କ୍ୟାମେରା ଯାହା ଆସୁଛି ତାହା ଦେଖନ୍ତୁ। ତା ଚେର ଗୁଡ଼ାକ, ବଡ଼ ବଡ଼ ଚେର ଗୁଡ଼ାକ କେମିତି ଲାଗିଛି। ଆଉ ଦେଖନ୍ତୁ ଏଇଠୁ ନଜର ଦେଖନ୍ତୁ, ଏଇଟା ହେଉଛି 300 ରୁ 400 ମିଟର ଯାଏ। ତା ଭିତରେ ଗୋଟେ ଅନ୍ଦର ହେଇକି ତା ଭିତରେ ଗୋଟେ ବଡ଼ ବାଟଟେ ଅଛି। ଏଟା କେଉଁଠି ଅଛି ମୁଁ କହିପାରିବିନି। ତାପରେ ଏଠି ଦେଖନ୍ତୁ, ଆଗକୁ ଦେଖିବା ଆମେ ପୁଣି ନୂଆ ଆକର୍ଷଣୀୟ। ଆସନ୍ତୁ। ଏଇଠି ଦେଖନ୍ତୁ, ଧୀରେ ଧୀରେ ଟିକେ ଯିବାକୁ ପଡ଼ିବ। ରାସ୍ତା ଟିକେ ଅକା ବକା ଅଛି। ପୁଣି ଆଗକୁ ମୁଁ ବଢ଼ିଲି। ଦେଖନ୍ତୁ ସିନେରୀ କେମିତି ଲାଗୁଛି। ଏଇ ଜାଗାଟି ଆପଣଙ୍କୁ ଯଦି ଭଲ ଲାଗେ, ମୁଁ ଆପଣଙ୍କ ପାଇଁ ସବୁଦିନେ ଏଇ ଭିଡ଼ିଓ ନେଇ ଆସିବି। କିନ୍ତୁ ଆପଣଙ୍କୁ ପୁରା ହାର୍ଟକୁ ଛୁଇଁଲା ଭଳିଆ ଭିଡ଼ିଓ ଲାଗିବ। ଆଉ ଆପଣମାନଙ୍କୁ ଦେଖି ଆସନ୍ତୁ। ଏଇ ଭିତରକୁ ଦେଖନ୍ତୁ, ବଡ଼ ଇଏ ଗୋଟେ ଅଛି। ସିନେରୀ ବି କେମିତି ଲାଗୁଛି। ଏଇ ସିନେରୀ ସରିଗଲା ପରେ ଆମେ ଏବେ ଯିବା ଆଗକୁ। ପୁଣି ଯାଉଛି, ଦେଖନ୍ତୁ ଫାଷ୍ଟ ଲାଷ୍ଟ ଯା ଭିଡ଼ିଓଟି ଦେଖନ୍ତୁ, କଟ୍ କରନ୍ତୁନି। এই যে ଦେଖନ୍ତୁ ଗୁମ୍ଫା ଆମ ପାଖକୁ ଆସିଲି ଭାରି ଏବେ। ଆଉ ଏମିତି ଚାଲିଛି, ଚାଲି ଚାଲି ଯାଉଛି। ଖେଳ ସବୁ ଏମିତି ସବୁ କରିକି ଆସିବି, ଭିଡ଼ିଓ ବନଉଥିବି। ଭିଡ଼ିଓଟି ଦେଖୁଥାନ୍ତୁ। ପୁଣି ଆଗକୁ ପୁଣି ନୂଆ ମୁଁ ଦେଖାଉଛି।
ଏଇ ଦେଖନ୍ତୁ ଗୁଡ଼ା କେମିତି ଏଠି ଅଛି, ପାଣି ଝରୁଛି। ପାଣି ଏତେ ଜୋରରେ ଝରୁଛି ଯେ କହିଲେ ନ ଚଳେ। ଏଠି ବି ଜଣେ ଗାଧେଇବି କହିଲେ ଆରାମରେ ବି ସେ ଗାଧେଇ ପାରିବ। ଏଠି ଝରୁଛି, ପୁଣି ତା ଆଗକୁ ଗଲେ ଦେଖେଇବା। ପୁଣି ମୁଁ ଦେଖାଉଛି ଆପଣଙ୍କୁ। ଏଇ ଯେଉଁ ଗଳିଟି ଅଛି, ଏଇଟା ହେଉଛି ସବୁଠାରୁ ବଡ଼ ଗଳି। ଏଇ ଭିତରେ ପଶିଲେ ସେଠି ସେ ଋଷି ଜଣକ ଏଇ ଭିତରେ ତପସ୍ୟା ହିଁ କରନ୍ତି। ଆଉ ଦେଖନ୍ତୁ ଯେ ଆମେ ଏଇ ଭିତରେ ଦେଖ ଆଉ ଠିଆ ହେଇ ହେଉନି, ନଈ ଗଲାବେଳକୁ ବି କଷ୍ଟ ହେଉଛି। ଆଉ ଦେଖନ୍ତୁ ଚାଲିଛି, ବାହାରକୁ ବାହାରୁଛି, ଧୀରେ ଧୀରେ ବାହାରୁଛି, ଧୀରେ ଧୀରେ ବାହାରୁଛି, ଏବେ ବାହାରୁଛି। ଏଠି ଦେଖନ୍ତୁ ଏପଟିକି ରହିଲା, ସେଇ ଆଗ ପଟିକି ଆମେ ଯିବା ଏବେ ବର୍ତ୍ତମାନ। ଧୂନି ଘର, ଯଜ୍ଞ ଘର, କୁଣ୍ଡ। ଏଠି ଦେଖନ୍ତୁ କାଉଡ଼ିଆ ଭାଇମାନେ ଆସିଛନ୍ତି, ଦୂର ଦେଶରୁ ଆସିଛନ୍ତି, ଦୂର ଜାଗାରୁ ଆସିଛନ୍ତି, ଦୂର ଗାଁରୁ। କିଏ ସମ୍ବଲପୁରରୁ ଆସିଛି ତ କିଏ ଢେଙ୍କାନାଳରୁ ଆସିଛି। ଏଠି ଦେଖନ୍ତୁ ଏଇଠି ହେଉଛି କେମିତି ଝରୁଛି, ପ୍ରବଳରୁ ପ୍ରବଳ, ବର୍ଷା ହେଉନାହିଁ, ତା ମନକୁ ପାଣି ଝରୁଛି। ଏ ସ୍ଥାନଟିର ନାମ ଦେଖ ହେଉଛି କାଞ୍ଜିଆମ ତୁଟାବାଡ଼ି। ଗୋଟେ କାଳୀ ମନ୍ଦିର ଅଛି, କାଳୀ ମନ୍ଦିର ଲେଫ୍ଟ ସାଇଡ଼୍ ପଡ଼ିବ। ସେ ଲେଫ୍ଟ ସାଇଡ଼୍ରେ ଆସିଲେ ଆପଣ ଏଇ ଜାଗାକୁ ଦେଖିପାରିବେ। ଏଇଠୁ ମୁଁ ଏବେ ଭିତରକୁ ବାବାଙ୍କ ପାଖକୁ ଯିବି। ମୁଁ ଏଠି ବାହାରେ ଠିଆ ହେଇଛି, ବାବା କିଛି ବୁଝୁଛନ୍ତି। ଆଉ ଏଠି ଦେଖନ୍ତୁ, ଏଇଠି ବର୍ତ୍ତମାନ କେମିତି ଜୋରସୋରରେ ପାଣି ବଢ଼ୁଛି, ବର୍ଷା ହେଉନି। ଏଠି ଦେଖନ୍ତୁ ସବୁ ବାହାରେ ଠିଆ ହେଇଛନ୍ତି, ସେଠୁ ପାଣି ପୁରା ଏ ପାହାଡ଼ରୁ ଝରୁଛି। ଆଉ ଦେଖନ୍ତୁ ଏଇଠି ଯେଉଁଠି ଦେଖେଇଲି, ଏଇଠି ତାଙ୍କର ବତୀ ଲାଗୁଛି 365 ଦିନ ବତୀ। ଏଇଠି ବାବା ତପ କରନ୍ତି। ଆଉ ଏଠି ଯଜ୍ଞ ଆହୁତି ଯଜ୍ଞ ଦିଆ ହୁଏ। ଏଠି ଅନନ୍ତ ନାୟକ ସତ୍ୟ ସନାତନ କହିଲେ ପ୍ରାଣିକ ଆରଥ ଦୁଃଖ ପ୍ରମିତ ଦେଖୁ ଦେଖୁ କି ବାସ ହଉ, ମୋ ଜୀବନ ପଥେ ନର୍କେ ପଡ଼ିଥାଉ, ଜଗତ ଉଦ୍ଧାର ହେଉ। ସେ ବର୍ତ୍ତମାନ ଏଇଠି 365 ଦିନ ସପ୍ତଫେଣି ସର୍ପ ଅନନ୍ତ ନାୟକରେ ଲାଗୁଛି। ଏଠି ଦୀପ ଲାଗୁଛି। ଏଇଠାରୁ ଏଇ ଯେଉଁ ଭିତରକୁ ମୁଁ ଏବେ ପ୍ରବେଶ କରିବି, ଦେଖନ୍ତୁ ଟର୍ଚ୍ଚ ମାରିକିନି ରହିଛନ୍ତି, ଏଇଟା କିଛି ଦେଖାଯାଉନି। ଏଇ ଭିତରଟା ଏଇଟା ହେଉଛି ସବୁଠାରୁ ବଡ଼ ଗୁମ୍ଫା। ଦେଖନ୍ତୁ ବାବା ସେଇ ଭିତରେ ତପସ୍ୟା କରନ୍ତି। ଦେଖନ୍ତୁ ବାବା ସେଇ ଭିତରକୁ ଯାଇ ତପସ୍ୟା କରୁଛନ୍ତି। ଦେଖନ୍ତୁ ଯାଉଛନ୍ତି, ଦେଖନ୍ତୁ ପଶୁଛନ୍ତି, କିଛି ଦେଖାଯାଉନି। ଲାଇଟ୍ ମାରି କେତେ ପଶିବା, କିଛି ଦେଖାଯାଉନି। ଲାଇଟ୍ ମାରି କେତେ ପଶିବା ଭିତରକୁ। ଏବେ କ'ଣ କରିବେ ଦେଖନ୍ତୁ, ଏଠି 2, 4, 5, 10 ଜଣ ଅଛନ୍ତି ସେ ଆଗରେ। ହଉ ଛାଡ଼, ଭୟ ଲାଗୁଛି। ଏବେ ବାହାରକୁ ମୁଁ ଯାଉଛି, ଏଟା ବହୁତ ଦୂର ଅଛି ଭିତରକୁ, ବହୁତ ଗୁମ୍ଫା ଅଛି। ବାହାରିଲି, ବର୍ତ୍ତମାନ ବାହାରକୁ ଦେଖିଲା ବେଳକୁ କ୍ୟାମେରା ପାଉନି। ବର୍ତ୍ତମାନ ଏବେ ବାହାରିଲି ବାହାରକୁ, ସେଇ ଅନନ୍ତ ନାୟକକୁ ଯେଉଁଠି ଦୀପ ଲାଗୁଛି, ଏଇଠି ଯଜ୍ଞ କୁଣ୍ଡ। କହିଲେ ପ୍ରାଣିକ ଆରତ ଦୁଃଖ ପ୍ରମିତ ଦେଖୁ ଦେଖୁ କି ବାସ ହଉ, ମୋ ଜୀବନ ପଥେ ନର୍କେ ପଡ଼ିଥାଉ, ଜଗତ ଉଦ୍ଧାର ହେଉ। ଏଇ ଜାଗାକୁ ଆସନ୍ତୁ, ଆଉ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ ଫଲୋ କରନ୍ତୁ ଇନଷ୍ଟାରେ, ଆଉ କମେଣ୍ଟ କରନ୍ତୁ।
ଆସନ୍ତୁ ଦେଖିଲେ ଅଲେଖ ମହିମା ଶରଣ। ଦେଖନ୍ତୁ ଏଇ ସ୍ଥାନଟି ଇଏ ହେଲା କାଞ୍ଜିଆମ୍ ତୁଟାବାରି କାଳୀ ମନ୍ଦିର ସାମ୍ନାରେ ରୋଡ଼ ଅଛି କାଞ୍ଜିଆମ୍। ଏ ନାକି ଦେଉଳ ଯିବା ରୋଡ଼ରେ ବାଟ ଗାଁ ଚଢ଼େମରାରୁ ରାସ୍ତା।